हेलो टू ऑल मो ट्विंकल नॉलेज गाइड यूट्यूब चैनल तरफ आपण समस्तଙ୍କୁ ମୋର ସ୍ୱାଗତ। ଆଜି ମୁଁ ଆପଣମାନଙ୍କ ପାଇଁ ଗୋଟିଏ ଗୁଡ୍ ନ୍ୟୁଜ୍ ନେଇ ଆସିଛି। ଆମର ନୋଟିଫିକେସନ କ'ଣ ଆସିଛି ନା ଆର୍ଆଇ ଏଆର୍ଆଇ ଅମିନ୍ ଆଇସିଡିଏସ୍ ଏସ୍ଏଫ୍ଏସ୍ ଜେଏ ଭିଏଡବ୍ଲ୍ୟୁ ଯୋଉ ଆମର ପୂର୍ବରୁ ନୋଟିଫିକେସନ ଆସିଥିଲା କିଛି ପୋଷ୍ଟ ବାହାରିବ ବୋଲି। ଆଜିର ଭିଡ଼ିଓରେ ଆମେ ଜାଣିବା କେମିତି କ'ଣ ପୋଷ୍ଟ ରହିଛି, କେତେ ମାର୍କର ଏକ୍ଜାମ ହବ, କ'ଣ ସବୁ ଏକ୍ଜାମ କେତେଟା ରହିଛି, କେମିତି ସିଲେକ୍ସନ ପ୍ରୋସେସ ହବ, କେମିତି ଫର୍ମ ଆପ୍ଲାଏ ହବ ସେ ବିଷୟରେ ଆମେ ଜାଣିବା। ତାହେଲେ ଆମେ ଏବେ ଆମର ଭିଡ଼ିଓ ଉପରକୁ ଯିବା। ତାହେଲେ ଆମର ଏଇଟା କ'ଣ ନା ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିଶନ ତରଫରୁ ଆମର ଆସିଯାଇଛି କ'ଣ, ଯୋଉଟାକି ଆମର ଡେଟ୍ ମଧ୍ୟ ଦିଆହେଇଛି। କାଲି ଆମର ନୋଟିଫିକେସନଟି ଆସିଛି। କ'ଣ ଡେଟ୍ ଦିଆହେଇଛି ନା 30 ଡିସେମ୍ବର 2025। ତ ଏଟା ମାନେ ଏଇଟା ହଉଛି ଆମର କାଲିର, ଗତକାଲି ଆମକୁ ଆସିଥିଲା। କ'ଣ କୁହାଯାଇଛି ନା କୋଉ ସବୁ ଏକ୍ଜାମ ହବ, ଗୋଟେ କମ୍ବାଇନ୍ଡ ରିକ୍ରୁଟମେଣ୍ଟ ଏକ୍ଜାମିନେସନ ହବ 2025 ର, ଯୋଉଥିରେ ଆମର ଅଛି କ'ଣ ପୋଷ୍ଟ ସବୁ ରେଭିନ୍ୟୁ ଇନ୍ସପେକ୍ଟର ବା ଆର୍ଆଇ, ଆଇସିଡିଏସ୍ ସୁପରଭାଇଜର, ତା ସହିତ ଭିଲେଜ ଏଗ୍ରିକଲଚରାଲ ୱାର୍କର ବା ଭିଏଡବ୍ଲ୍ୟୁ, ତା ସହିତ ଅଛି ଜୁନିୟର ଆସିଷ୍ଟାଣ୍ଟ ବା ଜେଏ, ତା ସହିତ ରହିଛି ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ଯୋଉଟାକୁ ଆମେ ଏଆର୍ଆଇ କହୁଛେ, ଅମିନ୍ ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର। ତାମାନେ ଆର୍ଆଇ, ଏଆର୍ଆଇ, ଅମିନ୍, ଭିଏଡବ୍ଲ୍ୟୁ, ଏସ୍ଏଫ୍ଏସ୍, ଜେଏ ଏ ସବୁର ନୋଟିଫିକେସନ ବା ପୋଷ୍ଟ ଆମର ଆସିଯାଇଛି। ଦେଖିବା କେତେ ସବୁ କ'ଣ ପୋଷ୍ଟ ରହିଛି। ଏବେ ଆମେ ଦେଖିବା କୋଉଥିରେ କେତେ ପୋଷ୍ଟ ଅଛି। ପ୍ରଥମେ ଦେଖିବା ଆର୍ଆଇ କଥା ବା ରେଭିନ୍ୟୁ ଇନ୍ସପେକ୍ଟର, ଯୋଉଟା ଆମର ଗ୍ରୁପ ବି ର ଯାହାର ପେ ସ୍କେଲ ଅଛି 35,400। 35,400 ଆମର ବେସିକ ପେ, 165ଟା ଟୋଟାଲ ଆମର ଭ୍ୟାକାନ୍ସି ରହିଛି। ସେମିତି ଆଇସିଡିଏସ୍ ସୁପରଭାଇଜର 286ଟା ଭ୍ୟାକାନ୍ସି ଅଛି। ଭିଲେଜ ଏଗ୍ରିକଲଚରାଲ ୱାର୍କର ବା ଭିଏଡବ୍ଲ୍ୟୁରେ 520ଟି, ଜୁନିୟର ଆସିଷ୍ଟାଣ୍ଟରେ 1237ଟି, ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟରରେ 422ଟି, ଅମିନରେ 378ଟି, ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର ବା ଏସ୍ଏଫ୍ଏସ୍ରେ 242ଟି ପୋଷ୍ଟ ରହିଛି। ଆର୍ଆଇ ଏବଂ ଆଇସିଡିଏସ୍ ଯୋଉଟା ହେଇଟା ଆମର ଗ୍ରୁପ ବି ରେ ଯିବ। ବାକି ଭିଲେଜ ଏଗ୍ରିକଲଚରାଲ ୱାର୍କର ହଉ, ଜୁନିୟର ଆସିଷ୍ଟାଣ୍ଟ ହଉ ବା ଏଆର୍ଆଇ ହଉ, ଅମିନ୍ ହଉ, ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର ବା ଏସ୍ଏଫ୍ଏସ୍ ହଉ, ସବୁ ଗୁଡ଼ାକ ଆମର ଗ୍ରୁପ ସି ରେ ରହିବ। ଗ୍ରୁପ ବି ପାଇଁ ଆମର ଯୋଉ ଆର୍ଆଇ ପାଇଁ ବେସିକ୍ ପେ ଆମର 35,400 ରହିଛି। ଆଇସିଡିଏସ୍ ରେ ମଧ୍ୟ ବେସିକ୍ ପେ 35,400। ଭିଲେଜ ଏଗ୍ରିକଲଚରାଲ ୱାର୍କରରେ ବେସିକ୍ ପେ 21,700 ଷ୍ଟାର୍ଟ ହବ। ଜୁନିୟର ଆସିଷ୍ଟାଣ୍ଟରେ 19,900 ଷ୍ଟାର୍ଟ ହବ। ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ବା ଏଆର୍ଆଇ ରେ ମଧ୍ୟ 19,900 ଷ୍ଟାର୍ଟ ହବ। ସେମିତି ଅମିନରେ ଆମର 18,000 ଷ୍ଟାର୍ଟ ହବ। ତାପରେ ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟରରେ ମଧ୍ୟ 18,000 ଆମର ବେସିକ୍ ପେ ରହିବ। ଏବେ ଆମେ ଦେଖିବା ଆମର କ'ଣ ସବୁ ଏଜୁକେଶନାଲ କ୍ୱାଲିଫିକେସନ ବା ଏଜ୍ ରହିଛି। ପ୍ରଥମେ ଦେଖିବା ଆର୍ଆଇ କଥା। ଆର୍ଆଇ ଏ କ୍ୟାଣ୍ଡିଡେଟ୍ ମଷ୍ଟ ବି ବିଲୋ 42 ବର୍ଷ, ତ ମାନେ 42 ବର୍ଷରୁ କମ ହେଇଥିବ ଏବଂ 20 ବର୍ଷରୁ ଅଧିକ ହେଇଥିବ। ଆଜ୍ ଫର୍ 1 ଜାନୁଆରୀ 2025, 2025 1 ଜାନୁଆରୀ ହିସାବରେ 20 ବର୍ଷରୁ ଅଧିକ, 42 ବର୍ଷରୁ କମ ହେଇଥିବା ଦରକାର। ଆମର କ'ଣ ଏହା ପାଇଁ କ୍ୱାଲିଫିକେସନ ରହିଛି ନା ବ୍ୟାଚଲର ଡିଗ୍ରୀ ଏକ୍ଜାମିନେସନ, ତା ମାନେ ବିଏସସି, ବିଏ, ବିକମ୍ ଏସବୁ ଯାହା ବି ହେଇଥିଲେ ଆମେ ପକେଇ ପାରିବା। ତା ସହିତ ଆମର କିଛି କମ୍ପ୍ୟୁଟର ନଲେଜ ମଧ୍ୟ ରହିଥିବା ଦରକାର। ନେକ୍ସଟ ଅଛି ଆଇସିଡିଏସ୍ ସୁପରଭାଇଜର। ଆଇସିଡିଏସ୍ ସୁପରଭାଇଜର ପାଇଁ ମଧ୍ୟ ଆମର ବ୍ୟାଚଲର ଡିଗ୍ରୀ ବା +3 ଯୋଉଟାକୁ ଆମେ କହିପାରିବା, ଆର୍ଟସ ହଉ, ସାଇନ୍ସ ହଉ, କମର୍ସ ହଉ, ଯେକୌଣସିଥିରେ ଆମର ଯଦି ହେଇଥିବ +3 ଆମେ କରିଥିବା ତାହେଲେ ପକେଇ ପାରିବା। ଦ କ୍ୟାଣ୍ଡିଡେଟ୍ ମଷ୍ଟ ବି ଏ ଓମ୍ୟାନ୍, ମାନେ ଏଥିରେ ସବୁବେଳେ ଓମ୍ୟାନ୍ କ୍ୟାଣ୍ଡିଡେଟ୍ ରହିବେ, ଯୋଉଥିରେ କି ଆମର ଏଜ୍ ଅଛି 21 ରୁ 42 ବର୍ଷ। ବୁଝିଲା, ଜାନୁଆରୀ 2025 କୁ ଆଧାର କରିକି। ତାପରେ ଅଛି ଭିଏଡବ୍ଲ୍ୟୁ କଥା। ଭିଏଡବ୍ଲ୍ୟୁ ପାଇଁ +2 ସାଇନ୍ସ ବା +2 ଭୋକେଶନାଲ କୋର୍ସ, ଯିଏ +2 ସାଇନ୍ସ କିମ୍ବା +2 ଭୋକେଶନାଲ କୋର୍ସ କରିଥିବ କିମ୍ବା ତା ସହିତ ଏଗ୍ରିକଲଚରାଲ ରିଲେଟେଡ ସବଜେକ୍ଟ ଇନ୍ କ୍ରପ୍ ପ୍ରଡକ୍ସନ ବା ହର୍ଟିକଲଚର, ରିପେୟାର ମେଣ୍ଟେନାନ୍ସ ଅଫ ପାୱାର ଡ୍ରାଇଭ୍ ଫ୍ରମ୍ ମେସିନାରୀ ଫ୍ରମ୍ ଏନି ରିକଗ୍ନାଇଜ୍ଡ ବୋର୍ଡ, କାଉନସିଲର ଇନଷ୍ଟିଟ୍ୟୁସନ, ଏସବୁ ପଢିଥିଲେ ଆମେ ପକେଇ ପାରିବା କ'ଣ ଭିଏଡବ୍ଲ୍ୟୁ ଟା, ଯାହା ପାଇଁ ଏଜ୍ ମଧ୍ୟ ଆମର ରହିଛି 21 ରୁ 42 ବର୍ଷ। ତାପରେ ଜୁନିୟର ଆସିଷ୍ଟାଣ୍ଟ ବା ଜେଏ କଥା କହିଲେ, ଜଣେ କ୍ୟାଣ୍ଡିଡେଟ୍
+3 ପାସ୍ କରିଥିବା ଦରକାର। ସେ ଯେମିତିକି ଆର୍ଟ୍ସ ହଉ, ସାଇନ୍ସ ହଉ କିମ୍ବା କମର୍ସ ହଉ, ଯେକୌଣସି ଗୋଟେ ବୋର୍ଡରେ +3 ପାସ୍ କରିଥିବା ଦରକାର। ତା ସହିତ କିଛି କମ୍ପ୍ୟୁଟର ସ୍କିଲ୍ ମଧ୍ୟ ଥିବା ଦରକାର। ଏଜ୍ ଏହା ପାଇଁ ମଧ୍ୟ 21ରୁ 42 ବର୍ଷ ରହିଛି। ତାପରେ ARI ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର କଥା ଦେଖିଲେ 10th +2 ମାନେ ଏହା ପାଇଁ +2 ମାଗୁଛି। ସେକେଣ୍ଡାରୀ ଏକ୍ଜାମିନେସନ୍ ତାମାନେ +2 କ୍ୱାଲିଫାଇ କରିଥିବା ଦରକାର। ଏଜ୍ ମଧ୍ୟ ଏହା ପାଇଁ ରହିଛି 20ରୁ କେତେ 42 ବର୍ଷ। ଏଇଟା ହଉଛି ଆମର ARI। ARI ପରେ ଅଛି ଆମର ଅମିନ କଥା। ଅମିନ ହଉଛି ଇଞ୍ଜିନିୟରିଂ ଫ୍ରମ୍ ଦ ଇନଷ୍ଟିଟ୍ୟୁସନ ଅଣ୍ଡର ଷ୍ଟେଟ୍ କାଉନସିଲ୍ ଫର୍ ଟେକ୍ନିକାଲ ଏଜୁକେସନ ଆଣ୍ଡ ଭୋକେସନାଲ ଟ୍ରେନିଂ। ଟେକ୍ନିକାଲ ଏଜୁକେସନ ହଉ କି ଭୋକେସନାଲ ଟ୍ରେନିଂ ଯେଉଁମାନେ ଥିବେ ସେମାନେ ମଧ୍ୟ ପକାଇ ପାରିବେ। ଷ୍ଟାଟିଷ୍ଟିକାଲ ଫିଲ୍ଡ ସର୍ଭେୟର ବା SFS ପାଇଁ 10+2 ମାନେ 10th ଏବଂ +2 ଏକ୍ଜାମିନେସନ ସାର୍ଟିଫିକେଟ୍ ମାଗୁଛି, ଯୋଉଟାରେ କି ଗୋଟେ କ୍ୟାଣ୍ଡିଡେଟ୍ ସବୁବେଳେ କ'ଣ କ୍ୱାଲିଫାଇ କରିଥିବା ଦରକାର ନା ସେକେଣ୍ଡାରୀ ଏଜୁକେସନକୁ କ୍ୱାଲିଫାଇ କରିଥିବା ଦରକାର। ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ ଅନୁସାରେ ତାମାନେ ଆମର +2 କମ୍ପ୍ଲିଟ୍ ହେଇଥିବା ଦରକାର। ଏହା ପାଇଁ ଏଜ୍ ମଧ୍ୟ 21ରୁ 42 ବର୍ଷ ରହିଛି। ତାପରେ ରିଲାକ୍ସେସନ ମଧ୍ୟ ଅଛି। ଏଜ୍ ରିଲାକ୍ସେସନ ରହିଛି। ଅପର ଏଜ୍ ଲିମିଟ୍ ଯେମିତିକି 5 ଇୟର ରହିଛି। ଅପର ଏଜ୍ ରିଲାକ୍ସେସନ କୋଉମାନଙ୍କ ପାଇଁ? SC, ST ଏବଂ SCBC କ୍ୟାଣ୍ଡିଡେଟ୍ ପାଇଁ। ସେମିତି ଓମେନ୍ ମାନଙ୍କ ପାଇଁ ମଧ୍ୟ 5 ବର୍ଷ ଏଜ୍ ରିଲାକ୍ସେସନ ରହିଛି। କୋଉ ପୋଷ୍ଟରେ? RI, ARI, VAW, ଜୁନିୟର ଆସିଷ୍ଟାଣ୍ଟ, ଅମିନ ଏବଂ SFS ପାଇଁ। ଏସବୁ ପୋଷ୍ଟ ପାଇଁ ଓମେନ୍ ମାନଙ୍କ ପାଇଁ ମଧ୍ୟ 5 ବର୍ଷ ଏଜ୍ ରିଲାକ୍ସେସନ ରହିଛି। For the post ICDS supervisor, the age relaxation of 5 years for women candidates shall not be applicable as these posts are meant to women only. ତାମାନେ women ମାନଙ୍କ ପାଇଁ age relaxation ରହିନି କୋଉଥିରେ? ICDS supervisor ରେ, କିନ୍ତୁ normal women ମାନଙ୍କ ପାଇଁ ରହିନି। କିନ୍ତୁ ଯଦି ଅଙ୍ଗନବାଡି ୱାର୍କର କିମ୍ବା କୌଣସି ଅଙ୍ଗନବାଡି ପଦବୀରେ କାମ କରିଥିବେ ତାହେଲେ ସେମାନଙ୍କ ପାଇଁ ICDS ସୁପରଭାଇଜରରେ 5 ବର୍ଷର ଏଜ୍ ରିଲାକ୍ସେସନ ରହିଛି। ଯେଉଁମାନେ PWD ଷ୍ଟୁଡେଣ୍ଟ ରହିବେ, PWD ମାନେ ପର୍ସନାଲ ୱିଥ୍ ଡିଜାବିଲିଟି, ସେମାନଙ୍କ ପାଇଁ 10 ବର୍ଷର ଏଜ୍ ରିଲାକ୍ସେସନ ମଧ୍ୟ ରହିଛି। ଏକ୍ସ ସର୍ଭିସ ମ୍ୟାନ ମାନଙ୍କ ପାଇଁ ମଧ୍ୟ କିଛି ରିଜର୍ଭେସନ ରହିଛି। ନେକ୍ସଟ ଆମେ ଦେଖିବା, ଏଇଟା ଆମର ଏଜ୍ କଥା ସରିଗଲା। ଏବେ ଆମେ ଦେଖିବା ଏକ୍ଜାମିନେସନ ଫି। ଏକ୍ଜାମିନେସନ ଫି କୋଉମାନେ ଦେବେ ନାହିଁ ନା SC, ST, PWD ଏଇ କାଟାଗୋରୀର ପିଲାମାନେ ଆମର ଏକ୍ଜାମିନେସନ ଫି ଦେବାକୁ ପଡିବନି। ବାକି ସମସ୍ତେ ଆମର 500 ଟଙ୍କା ରହିଛି ଏକ୍ଜାମିନେସନ ଫି। ସମସ୍ତେ ନେଟ୍ ବ୍ୟାଙ୍କିଂ କିମ୍ବା କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ ଯେକୌଣସି ଇଏରେ କରିପାରିବେ। ବୁଝିହେଲା? ଏବେ ଆମେ ଦେଖିବା କେମିତି କ'ଣ ଆମର ଏକ୍ଜାମ କଥା। ମ୍ୟାଥର ଆସିବ 20ଟି କ୍ୱେଶ୍ଚିନ୍ କୁ 20 ମାର୍କ। ମ୍ୟାଥର 20ଟି କ୍ୱେଶ୍ଚିନ୍ ଆସିବ 20 ମାର୍କ। ଜେନେରାଲ ଷ୍ଟଡିଜର 20ଟି କ୍ୱେଶ୍ଚିନ୍ କୁ 20 ମାର୍କ। ଇଂଲିଶର 20ଟି କ୍ୱେଶ୍ଚିନ୍ କୁ 20 ମାର୍କ। କମ୍ପ୍ୟୁଟରର 15ଟି କ୍ୱେଶ୍ଚିନ୍ 15 ମାର୍କ। ଓଡ଼ିଆର 15ଟି କ୍ୱେଶ୍ଚିନ୍ 15 ମାର୍କ। ରିଜନିଂ 10ଟି ପଡ଼ିବ 10 ମାର୍କ। ଏମିତି ସମୁଦାୟ ଆମର 100ଟି କ୍ୱେଶ୍ଚିନ୍ ଆସିବ 100 ମାର୍କର। ସବୁ ଗୁଡ଼ାକ ମଲ୍ଟିପଲ୍ ଚଏସ୍ ପଡ଼ିବ, ଯାହା ପାଇଁ ସମୟ ରହିଛି ଆମର 1.5 ଘଣ୍ଟା ବା 1.5 ଆୱାର। ସବୁ ଏକ୍ଜାମ ଭଳି ଏଥିରେ ମଧ୍ୟ ନେଗେଟିଭ ମାର୍କିଂ ରହିଛି। ବୁଝିହେଲା? ନେଗେଟିଭ ମାର୍କିଂ ଆମର 0.25। ତାମାନେ 4ଟା ଯଦି ଆମେ ଭୁଲ କରିବା ତାହେଲେ 1 ମାର୍କ ଆମର ଠିକ ଆନ୍ସରରୁ କଟିଯିବ। ଏଥିରେ ଆମର ଗୋଟିଏ ଏକ୍ଜାମ ରହିଛି। ଗୋଟେ ଭଲ କଥା, ଯୋଉଥିରେ ଆମର ମେନ୍ ଏକ୍ଜାମ ନାହିଁ। ଗୋଟେ ଏକ୍ଜାମ ଯଦି ଆପଣମାନେ କ୍ୱାଲିଫାଇ କଲେ ଡାଇରେକ୍ଟ ସ୍କିଲ୍ ଟେଷ୍ଟ ଦେବେ। ସ୍କିଲ୍ ଟେଷ୍ଟ ହେଇଗଲେ ଡାଇରେକ୍ଟ ଜଏନ୍ ହେଇ ଆସିବ। ପ୍ରାକ୍ଟିକାଲ ନେକ୍ସଟ ଆମର ରହିଛି। ଯୋଉମାନେ କ୍ୱାଲିଫାଇ କଲେ ରିଟିନ୍ ଏକ୍ଜାମ, ନେକ୍ସଟ ଏବେ ପ୍ରାକ୍ଟିକାଲ ସ୍କିଲ୍ ଟେଷ୍ଟ, ଯୋଉଟା ଆମର କମ୍ପ୍ୟୁଟରକୁ ନେଇକି ହବ। ବୁଝିହେଲା? ବେସିକ୍ କମ୍ପ୍ୟୁଟର ସ୍କିଲ୍କୁ ନେଇକି 50 ମାର୍କ ରହିବ, ଯାହା ପାଇଁ ସମୟ ରହିବ 1 ଆୱାର। ତ ସେ ଦେଇଛି ଯେ ଏଇଟା 40% ରଖିବା ଦରକାର। କ୍ୱାଲିଫାଇଂ ମାର୍କ ଆମର 40% ରହିଛି। ବୁଝିଲେ? କମ୍ପ୍ୟୁଟର ସ୍କିଲରେ ମାସ କରିଛି ଯୋଉମାନେ କମ୍ପ୍ୟୁଟରରେ ଦେନ୍ ଭଲ ହେଲା ଯୋଉମାନଙ୍କର, ବା ଯୋଉମାନେ ସିଲେକ୍ଟେଡ କ୍ୱାଲିଫାଇ ହେଲେ, ତାପରେ ସେମାନଙ୍କର ମେରିଟ୍ ଲିଷ୍ଟ ଆସିବ। ତାପରେ ଆମର ଡକୁମେଣ୍ଟ ଭେରିଫିକେସନ ଆସିବ। ତାପରେ ଜବ୍ ଲୋକେସନ କଥା ଆସିବ। ଆଶା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ମୋର ଏହି ଭିଡ଼ିଓଟି ନିହାତି ଭାବରେ ଭଲ ଲାଗିଥିବ। ଆପଣମାନଙ୍କ ପାଇଁ ବହୁତ ଦରକାରୀ ଭିଡ଼ିଓ, ସେଥିପାଇଁ ଆପଣମାନେ ଖୁସିରେ ମଧ୍ୟ ଦେଖିଲେ, ଖୁସି ମଧ୍ୟ ଅନୁଭବ କରିଥିବେ। ଗୋଟିଏ ଗୋଟିଏ ପଦବୀ ପାଇଁ ଆଜିଠୁ ଚେଷ୍ଟା ଜାରି ରଖିକି ପଢ଼ିବାକୁ ଆରମ୍ଭ କରନ୍ତୁ। ଯଦି ଆପଣମାନେ ମୋର ପ୍ରିଭିୟସ୍ ଭିଡ଼ିଓ ଗୁଡ଼ିକ ଦେଖିନାହାନ୍ତି ତାହେଲେ ଯାଇ ନଲେଜ୍ ଗାଇଡ୍ ୟୁଟ୍ୟୁବ୍ ଚ୍ୟାନେଲରେ ଦେଖନ୍ତୁ।
ମୁଁ ପୂର୍ବରୁ ଓଡ଼ିଆ ଗ୍ରାମାର MCQ ଥିଓରି, ଓଡ଼ିଶା GKର ଥିଓରି, କମ୍ପ୍ୟୁଟରର ତା ସହିତ କିଛି କୋଶ୍ଚିନ୍‌କୁ ମଧ୍ୟ ପ୍ରାକ୍ଟିସ୍ କରାଇଛି। ଆପଣମାନେ ଚାହିଁଲେ ମଧ୍ୟ ତାହାକୁ ଦେଖିପାରିବେ। ଭିଡ଼ିଓକୁ ସେୟାର କରନ୍ତୁ, ଲାଇକ୍ ଦିଅନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ବେଲ୍ ଆଇକନ୍‌କୁ ପ୍ରେସ୍ କରି ଅଲ୍ ନୋଟିଫିକେସନ୍‌କୁ ଅନ୍ କରିଦିଅନ୍ତୁ। Thank you so much for your love, support and valuable time.